ଗୌରୀ ଲକ୍ଷ୍ନୌର ଜଣେ 19 ବର୍ଷିଆ ମେଧାବୀ ଛାତ୍ରୀ ଥିଲେ। ସେ ସେହି ସମୟରେ ଗ୍ରାଜୁଏସନ୍ ସ୍ନାତକ କରୁଥିଲେ। ଜଣେ ସାଧାରଣ ଏବଂ ଶାନ୍ତ ସ୍ୱଭାବର ଝିଅ ଥିଲେ, ଯିଏ ନିଜ ପରିବାର ସହିତ ବହୁତ ନିକଟତର ଥିଲେ। 5 ଫେବୃଆରୀ 2015ରେ ସେ ନିଜର କିଛି ପୋଷାକ ଡ୍ରାଇ କ୍ଲିନିଂ ପାଇଁ ଦେବାକୁ ଘରୁ ବାହାରିଥିଲେ। କିନ୍ତୁ କିଏ ଜାଣିଥିଲା ଯେ ସେ ଆଉ କେବେ ଫେରିବେ ନାହିଁ। ଗୌରୀଙ୍କ ବାପାଙ୍କ ନାମ ଶିଶିର ଶ୍ରୀବାସ୍ତବ। ଯେତେବେଳେ ଗୌରୀ ରାତି ପର୍ଯ୍ୟନ୍ତ ଘରକୁ ଫେରି ନଥିଲେ, ଶିଶିର ବାବୁ ବହୁତ ବ୍ୟସ୍ତ ହୋଇପଡ଼ିଥିଲେ। ସେ ଲଗାତାର ତାଙ୍କ ଝିଅକୁ ଫୋନ୍ କରିବାକୁ ଚେଷ୍ଟା କରିଥିଲେ। ଗୌରୀଙ୍କ ବଦଳରେ ଜଣେ ଅଜଣା ଯୁବକ ତାଙ୍କ ଫୋନ୍ ଉଠାଇ କହିଥିଲା ଯେ ଗୌରୀ ବର୍ତ୍ତମାନ ବାହାରେ ଅଛି ଏବଂ ଶୀଘ୍ର ଫେରିଯିବ। ଏହି କଲ୍ ଶିଶିର ବାବୁଙ୍କ ମନରେ ସନ୍ଦେହ ସୃଷ୍ଟି କରିଥିଲା, କାରଣ ସେହି ଯୁବକ ଜଣକ ନିଜ ପରିଚୟ ଲୁଚାଇବାକୁ ଚେଷ୍ଟା କରୁଥିଲା। ସେ ତୁରନ୍ତ ପୋଲିସର ଦ୍ୱାରସ୍ଥ ହୋଇଥିଲେ, କିନ୍ତୁ ପରଦିନ ତାଙ୍କୁ ତାଙ୍କ ଝିଅର ମୃତଦେହ ମିଳିଥିବା ଖବର ମିଳିଥିଲା, ଯାହା ତାଙ୍କୁ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଥିଲା। ଲକ୍ଷ୍ନୌ ନବାବଙ୍କ ସହର, ଯେଉଁଠି ସନ୍ଧ୍ୟା ହେଲେ ଚହଳ ପହଳ ବଢ଼ିଯାଏ। କିନ୍ତୁ 2015 ଫେବୃଆରୀ 1 ତାରିଖର ସେହି ସନ୍ଧ୍ୟା କିଛି ଅଲଗା ଥିଲା। ଜଣେ 19 ବର୍ଷର ଝିଅ, ଯାହାର ଆଖିରେ ଅନେକ ସ୍ୱପ୍ନ ଥିଲା, ସେ ନିଜ ଘରୁ ବାହାରକୁ ଯାଇଥିଲା ଗୋଟିଏ ସାଧାରଣ କାମ ପାଇଁ। କିନ୍ତୁ ସେ ଜାଣିନଥିଲା ଯେ ସେହି ବାଟରେ ମୃତ୍ୟୁ ତା ପାଇଁ ଜାଲ ବିଛାଇ ବସିଛି। ଗୌରୀ ଶ୍ରୀବାସ୍ତବ ଲକ୍ଷ୍ନୌର ଏକ ମଧ୍ୟବିତ୍ତ ପରିବାରର ଝିଅ। ବାପା ଶିଶିର ଶ୍ରୀବାସ୍ତବଙ୍କ ପାଇଁ ଗୌରୀ କେବଳ ଝିଅ ନଥିଲେ, ବରଂ ତାଙ୍କ ଜୀବନ ଥିଲେ। ଫେବୃଆରୀ 1 ତାରିଖ ଦିନ ପ୍ରାୟ ଦ୍ୱିପହର ସମୟରେ ଗୌରୀ ଘରୁ ବାହାରିଲେ। ସେ କହିଥିଲେ, ବାପା, ମୁଁ ଡ୍ରାଇ କ୍ଲିନିଂ ପାଇଁ ଯାଉଛି, ଶୀଘ୍ର ଫେରି ଆସିବି। ଘଣ୍ଟା ପରେ ଘଣ୍ଟା ବିତିଗଲା। ସନ୍ଧ୍ୟା ହେଲା, କିନ୍ତୁ ଗୌରୀ ଫେରିଲେ ନାହିଁ। ଶିଶିରବାବୁ ବ୍ୟସ୍ତ ହୋଇ ଗୌରୀଙ୍କ ଫୋନ୍କୁ ବାରମ୍ବାର କଲ୍ କଲେ। ଶେଷରେ ଫୋନ୍ ଉଠିଲା, କିନ୍ତୁ ସେପଟୁ ଝିଅର ସ୍ୱର ନଥିଲା। ଜଣେ ଅଜଣା ଯୁବକ କହିଲା, ଗୌରୀ ଏବେ ବାହାରେ ଅଛି, ସେ ଘରକୁ ଆସିଯିବ। ଶିଶିରବାବୁଙ୍କ ମନ ଥରି ଉଠିଲା। ସେହି ଯୁବକ କିଏ? ଗୌରୀଙ୍କ ଫୋନ୍ ତା ପାଖକୁ କେମିତି ଗଲା? ସେହି ରାତି ସାରା ପରିବାର ଲୋକେ ଶୋଇପାରିଲେ ନାହିଁ। ଶିଶିରବାବୁ ବ୍ୟସ୍ତ ହୋଇ ଗୌରୀଙ୍କ ଫୋନ୍କୁ ବାରମ୍ବାର କଲ୍ କଲେ। ଶେଷରେ ଫୋନ୍ ଉଠିଲା, କିନ୍ତୁ ସେପଟୁ ଝିଅର ସ୍ୱର ନଥିଲା। ଜଣେ ଅଜଣା ଯୁବକ କହିଲା, ଗୌରୀ ଏବେ ବାହାରେ ଅଛି, ସେ ଘରକୁ ଆସିଯିବ। ଶିଶିରବାବୁଙ୍କ ମନ ଥରିବ। ଶିଶିରବାବୁଙ୍କ ମନ ଥରି ଉଠିଲା। ସେହି ଯୁବକ କିଏ? ଗୌରୀଙ୍କ ଫୋନ୍ ତା ପାଖକୁ କେମିତି ଗଲା? ସେହି ରାତି ସାରା ପରିବାର ଲୋକେ ଶୋଇପାରିଲେ। ଫେବୃଆରୀ 2 ତାରିଖ ସକାଳ, ଲକ୍ଷ୍ନୌର ଶହୀଦ ପଥ ଅଞ୍ଚଳରେ ଏକ ବୋରି ମିଳିଲା। ଯେତେବେଳେ ପୋଲିସ ସେହି ବୋରି ଖୋଲିଲା, ସେଠାରେ ଥିବା ସମସ୍ତଙ୍କ ହୋସ୍ ଉଡ଼ିଗଲା। ସେଥିରେ ଥିଲା ଜଣେ ଯୁବତୀର କଟାବିକ୍ଷତ ଶରୀର। ଗୌରୀଙ୍କୁ ହତ୍ୟା କରି ତାଙ୍କ ଶରୀରକୁ ଟୁକୁଡ଼ା ଟୁକୁଡ଼ା କରିଦିଆଯାଇଥିଲା। ପୋଲିସ ତୁରନ୍ତ ତଦନ୍ତ ଆରମ୍ଭ କଲା। ସିସିଟିଭି ଫୁଟେଜ୍ ଯାଞ୍ଚ ହେଲା ଏବଂ ସେଥିରେ ଜଣେ ଯୁବକ ସହିତ ଗୌରୀ ଗୋଟିଏ ବାଇକ୍ରେ ବସିଥିବାର ଦେଖାଗଲା। ସେହି ଯୁବକ ଜଣକ ଥିଲା ହିମାଂଶୁ ପ୍ରଜାପତି। ପୋଲିସ ତାକୁ ଗିରଫ କଲା। ପଚରାଉଚରା ସମୟରେ ଯେଉଁ ସତ୍ୟ ସାମ୍ନାକୁ ଆସିଲା, ତାହା ଶୁଣିଲେ କାହାର ବି ରକ୍ତ ଥଣ୍ଡା ପଡ଼ିଯିବ। ହିମାଂଶୁ କହିଲା ଯେ ସେ ଗୌରୀଙ୍କୁ ନିଜ ଘରକୁ ନେଇଥିଲା। ସେଠାରେ ଗୌରୀ ହିମାଂଶୁର ଫୋନ୍ ଚେକ୍ କରିବାକୁ ଚାହିଁବାରୁ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହେଲା। ରାଗରେ ଅନ୍ଧ ହୋଇ ହିମାଂଶୁ ପ୍ରଥମେ ଗୌରୀଙ୍କ ଗଳା ଚିପି ହତ୍ୟା କଲା ଏବଂ ପରେ ପ୍ରମାଣ ଲୁଚାଇବା ପାଇଁ ଏକ କରତ ସାହାଯ୍ୟରେ ଶବକୁ ଟୁକୁଡ଼ା କରି ବୋରିରେ ଭରି ଫିଙ୍ଗିଦେଲା। ହିମାଂଶୁ କେବଳ ହତ୍ୟା କରିନଥିଲା, ବରଂ ସେ ଏକ କୋଲ୍ଡ ବ୍ଲଡେଡ୍ ମାଇଣ୍ଡ ସେଟ୍ରେ କାମ କରିଥିଲା। ପୋଲିସ ରିପୋର୍ଟ ଅନୁସାରେ ଗୌରୀଙ୍କ ଶରୀରକୁ ପ୍ରାୟ 8ରୁ 10 ଖଣ୍ଡ କରାଯାଇଥିଲା। ହତ୍ୟା ପରେ ସେ ବଜାରକୁ ଯାଇ ଏକ ନୂଆ କରତ କିଣି ଆଣିଥିଲା। ସବୁଠାରୁ ଭୟଙ୍କର କଥା ହେଉଛି, ଶବକୁ ଖଣ୍ଡ ଖଣ୍ଡ କରୁଥିବା ସମୟରେ ହିମାଂଶୁ ମ୍ୟୁଜିକ୍ ଶୁଣୁଥିଲା, ଯାହାଦ୍ୱାରା ବାହାର ଲୋକଙ୍କୁ କିଛି ଶୁଭିବ ନାହିଁ। ଏହା କୌଣସି ସାଧାରଣ ରାଗ ନଥିଲା, ଏହା ଥିଲା ଏକ ପୈଶାଚିକ କାଣ୍ଡ। ହିମାଂଶୁ ଏବଂ ଗୌରୀଙ୍କ ମଧ୍ୟରେ ସମ୍ପର୍କ କେବଳ କିଛି ମାସର ଥିଲା,
କିନ୍ତୁ ଏକ ସାଧାରଣ ମୋବାଇଲ ଫୋନ୍ ପାସୱାର୍ଡକୁ ନେଇ କେହି ଏତେ ଭୟଙ୍କର ହୋଇପାରେ ତାହା ଚିନ୍ତା ବାହାରେ। ଏହା ଆମ ସମାଜରେ ବଢ଼ୁଥିବା ଆଗ୍ରେସନ୍ ଏବଂ ଯୁବପିଢ଼ିଙ୍କ ମାନସିକ ସ୍ଥିତି ଉପରେ ଏକ ବଡ଼ ପ୍ରଶ୍ନଚିହ୍ନ ଲଗାଉଛି। ପୋଲିସକୁ ଯେଉଁ ସିସିଟିଭି ଫୁଟେଜ୍ ମିଳିଥିଲା ସେଥିରେ ଦେଖାଯାଇଥିଲା ଯେ ହିମାଂଶୁ ତାର ହେଲମେଟ୍ ପିନ୍ଧିଥିଲା ଏବଂ ଗୌରୀ ବହୁତ ସାଧାରଣ ଭାବେ ତା ସହ ବସିଥିଲେ। ତାଙ୍କ ମୁହଁରେ କୌଣସି ଭୟ ନଥିଲା। ଏହାର ଅର୍ଥ ଗୌରୀ ତାକୁ ସମ୍ପୂର୍ଣ୍ଣ ଭାବେ ବିଶ୍ୱାସ କରୁଥିଲେ। ସେହି ବିଶ୍ୱାସକୁ ହତ୍ୟାରେ ରୂପାନ୍ତରିତ କରିଦେଲା। 9 ବର୍ଷ ବିତିଗଲା। ଶିଶିର ବାବୁ ପ୍ରତିଦିନ ନିଜ ଝିଅକୁ ନ୍ୟାୟ ଦେବା ପାଇଁ କୋର୍ଟ କଚେରୀ ଦୌଡ଼ିଲେ। କିନ୍ତୁ ଜୁନ୍ 2024ରେ ହାଇକୋର୍ଟ ହିମାଂଶୁକୁ ଜାମିନ ପ୍ରଦାନ କଲେ। କାରଣ ଯଥେଷ୍ଟ ପ୍ରମାଣର ଅଭାବ। ଆଜି ବି ଗୌରୀଙ୍କ ପରିବାର ପାଇଁ ନ୍ୟାୟ ଏକ ପ୍ରଶ୍ନବାଚୀ। ଏହି ଘଟଣା ଆମକୁ ଶିଖାଏ ଯେ ସତର୍କତା ହିଁ ସୁରକ୍ଷା। ଆପଣ କାହାକୁ ବିଶ୍ୱାସ କରୁଛନ୍ତି ତାହା ଭାବିବା ନିହାତି ଜରୁରୀ। ଗୌରୀଙ୍କ ମା ସେହି ଦିନଠାରୁ ପ୍ରାୟ ଚୁପ୍ ହୋଇଯାଇଛନ୍ତି। ବାପା ଶିଶିର ବାବୁ କୁହନ୍ତି, ମୋ ଝିଅ ଯେତେବେଳେ ବି ଘରୁ ବାହାରକୁ ଯାଏ ସେ 5 ମିନିଟରେ ଥରେ ମୋତେ ଫୋନ୍ କରେ। ସେଦିନ ଯେତେବେଳେ ଫୋନ୍ ଆସିଲାନି ମୁଁ ଜାଣିଯାଇଥିଲି ଯେ କିଛି ଅଘଟଣ ଘଟିଛି। 9 ବର୍ଷ ଧରି ସେ ନିଜ ଜୀବନର ସମସ୍ତ ସଞ୍ଚୟ ଏହି କେସ୍ ପଛରେ ଖର୍ଚ୍ଚ କରିଦେଇଛନ୍ତି କେବଳ ନ୍ୟାୟ ଆଶାରେ। ଆଜି ବି ଶହୀଦ ପଥ ଦେଇ ଯାଉଥିବା ଲୋକମାନେ ସେହି ସ୍ଥାନକୁ ଦେଖିଲେ ଥରି ଉଠନ୍ତି। ଗୌରୀ ତ ଆଜି ନାହାନ୍ତି, କିନ୍ତୁ ତାଙ୍କ କାହାଣୀ ଆମକୁ ଚେତାବନୀ ଦେଉଛି ଯେ ସାମାନ୍ୟ ଅସାବଧାନତା ଜୀବନ ନେଇପାରେ। ଆପଣଙ୍କୁ କ'ଣ ଲାଗୁଛି? 9 ବର୍ଷ ପରେ ହିମାଂଶୁକୁ ଜାମିନ ମିଳିବା କ'ଣ ସଠିକ୍?